विश्व शिक्षा मंत्री देइचंदी किछि स्टेप नहीं ना पढ़िथबो पेपर रे किंतु 8 रु 13 आमे जानिथिले से करि देइचंदी घोषणा हेइ नथला किंतु 8 रु 13 से करि ना तो नहीं मोर अनुरोध 8 रु 13 एमती होने 8 रु 18 पे लड़ संख्या अधिका हम लड़ईटा ठीक हम सरकार ता देखिए बजेट अनुसार केतिकी नेबे 8 रु 13 नेबे कि 8 रु 15 नेबे कि 8 रु 18 ନାଇଁ ନାଇଁ ସେ ସରକାର ଯାହା ନେବେ କହିଲେ ନାଇଁ ଶୁଣନ୍ତୁ ଆପଣଙ୍କ ପୂର୍ବରୁ ଯେଉଁମାନେ ଜଏନ୍ କରିଥିଲେ 2000 ମସିହାରେ ସେମାନେ ଗୋଟେ ବ୍ଲକ୍ ଗ୍ରାଣ୍ଟ ବାହାରିଲା ନାହିଁ କି ପୃଥିବୀରେ ସେମିତି ନଥିଲା ପାଇଲେ ତାପରେ ସେମାନେ ପୁଣି ଲଢ଼ିକି ବ୍ଲକ୍ ଗ୍ରାଣ୍ଟ ଉଚ୍ଛେଦ ହେଲା ସରକାର ସମସ୍ତଙ୍କ ଡିମାଣ୍ଡ ଗୋଟେ ଦିନରେ ପୂରଣ କୌଣସି କରିପାରିବେ ସେଟା ଶୁଣନ୍ତୁ ସରକାର ବେଶୀ ପୂର୍ବ ସରକାର 82,000 କୋଟି ଟଙ୍କା ଋଣ କରିକି ଯାଇଛି ବର୍ତ୍ତମାନ ସରକାର ତାକୁ ପୂରଣ କରିବା ପାଇଁ ସେ 82,000 ଉପରେ ଆହୁରି 42,000 କୋଟି ଋଣ କରିସାରିଲେ ତେଣୁ ଓଡ଼ିଶାର ସ୍ୱାର୍ଥ ସାଙ୍ଗରେ ଲୋକଙ୍କ ସ୍ୱାର୍ଥ ଏ ଦୁଇଟାକ ଦେଖିବେ ସରକାର ତେଣୁ 8 ରୁ 18 ହେଲା ବେଳକୁ କେତେ ହଜାର ଆପଣମାନେ ଥିବେ ବଜେଟ୍ ସେୟା ଥବ କି ନଥିବ ବଜେଟ୍ କେମିତି କରିବେ ମୋତେ ଆପଣ ଡେରି କଲେ ଶୁଣନ୍ତୁ ଆପଣ ମୋତେ ଡେରି କଲେ ମୁଁ ଷ୍ଟାଣ୍ଡିଂ କମିଟିରେ ସୌଭାଗ୍ୟକୁ ଅଛି ଆପଣମାନଙ୍କର ଏସବୁ କିଛି ନଥିଲା ସେଠି ବି ମୁଁ ମନକୁ ଉଠେଇଥିଲି କିନ୍ତୁ ଯେହେତୁ ସବୁ ତଥ୍ୟ ନଥିଲା ବିଶେଷ ଉଠେଇ ପାରିନାହିଁ ସେଠୁ ଖାଲି ଜାଣିଥିଲି ଯେ 8 ରୁ 13 ପାଇଁ ସରକାରଙ୍କ ପାଖରେ ନଲେଜରେ ଅଛି 8 ରୁ 18 ଯାଏଁ କୌଣସି ନଲେଜରେ ତାଙ୍କର ନାହିଁ ଆମ ସରକାରଙ୍କ ପାଖରେ ତେଣୁ ଷ୍ଟାଣ୍ଡିଂ କମିଟି ସରିଗଲା ତାର ବଜେଟ୍ ସେ ଦେଇଦେଲେ ଏଇ ବର୍ଷର ଶିକ୍ଷା ବର୍ଷର ବଜେଟ୍ ଦିଆହେଇଗଲା ପୁଣି ନେକ୍ସଟ ମିଟିଂରେ ଆପଣମାନେ ଦେଖୁଛନ୍ତି ଯେତେବେଳେ ଷ୍ଟାଣ୍ଡିଂ କମିଟିରେ ନାଁଟା ବାହାରୁଛି ଯିଏ ଯେଉଁ ବିଭାଗର ସେଠି ପହଞ୍ଚିବା କଥା କାରଣ ଯେଉଁ ଷ୍ଟାଣ୍ଡିଂ କମିଟିର ମିଟିଂଟା ଯେତେ ସମୟ ଆପଣ ଚାହିଁବେ ସେତେ ସମୟ ପ୍ରିନ୍ସିପାଲ ସେକ୍ରେଟାରୀ ସମସ୍ତେ ବସୁଛନ୍ତି ଏବଂ 12ଟା ବିଧାୟକ ତା ଦେହରେ ରହୁଛନ୍ତି 12ଟା ବିଧାୟକଙ୍କର କୋଶ୍ଚିନ୍ ଆନ୍ସର ସେ ଦେଉଛନ୍ତି ତାପରେ ଆଇନ ପ୍ରଣୟନ ହେଉଛି ଏବଂ ଏ ଷ୍ଟାଣ୍ଡିଂ କମିଟି ଆଡ଼ଭାଇଜ୍ କରୁଛି ଡିପାର୍ଟମେଣ୍ଟ ପ୍ରାୟତଃ ଷ୍ଟାଣ୍ଡିଂ କମିଟିରେ ଆଡ଼ଭାଇଜ୍ରେ ଡିପାର୍ଟମେଣ୍ଟ ତାକୁ ଗ୍ରହଣ କରେ ମ୍ୟାକ୍ସିମମ୍ କଥାକୁ ତେଣୁ ଆପଣ ଏଥର ଡେରି କଲା ଦ୍ୱାରା ଆପଣଙ୍କ କଥାଟା ରହିଯାଇଛି କେବଳ ଯେଉଁ 4,000 ଆମର କମ୍ପ୍ୟୁଟର ଟିଚର ତାଙ୍କରି କଥାଟା ଉଠିଛି ତାଙ୍କ କଥାଟା ମୋତେ ବି କେହି କହିନଥିଲେ ଆମର ଗଣେଶ୍ୱର ବେହେରା ମହୋଦୟ ଉଠେଇଲେ ଏବଂ ତାପରେ ମୋ ପାଖରେ ପହଞ୍ଚିଲେ ମୁଁ ସେକେଣ୍ଡ ଦିନ ମୁଁ ସେ କଥା ଉଠେଇଲି ଏବଂ ସମସ୍ତେ ସମର୍ଥନ କଲେ ଯେ ତାଙ୍କୁ ଦିଆଯାଉ 4,000 କମ୍ପ୍ୟୁଟର ଟିଚର 13 ରୁ 17 ଯାଏଁ 18 ଯାଏଁ ଥିଲେ ତାପରେ ଉଚ୍ଛେଦ ହେଇଯାଇଛି ଏବେ ଆମ ସରକାର 8,500 ଦେବ କମ୍ପ୍ୟୁଟର ଟିଚର କିନ୍ତୁ ଗଭର୍ଣ୍ଣମେଣ୍ଟର କହିବା କଥା ଯେ କମ୍ପ୍ୟୁଟର ସବୁଦିନ ଅପଗ୍ରେଡେସନ୍ ହେଉଛି ତେଣୁ ଆମେ ତାଙ୍କର ବୟସ ସୀମା କୋହଳ କରିଦେବୁ ସିଧାସଳଖ ନେବୁ ନାହିଁ କାରଣ ସେମାନେ ପରୀକ୍ଷା ଦେଇ ଆସନ୍ତି ଆଉ ଇଏ କଥାଟାକୁ ବି ଆମେ କାଟିପାରିଲୁ କାରଣ କ୍ୱାଲିଟି ଦରକାର ପିଲାମାନଙ୍କ ଭବିଷ୍ୟତ ପାଇଁ କ୍ୱାଲିଟି ଦରକାର ଆଉ ଆମେ କହିପାରିଲେନି ଯେ ତାଙ୍କୁ ଦିଅ ତେଣୁ ସେମାନଙ୍କ ପାଇଁ ଏତିକି କରାଯାଇଛି ଆପଣମାନଙ୍କ ପାଇଁ ମୋ ପାଖରେ ଯେଉଁ ତଥ୍ୟ ଥିଲା 8 ରୁ 13 ସମସ୍ତେ କହିଲେ ସେଠି କେତେଜଣ କହିଛନ୍ତି ଆମେ ତାକୁ ସମର୍ଥନ କରିଥିଲୁ 8 ରୁ 13 ଆପଣ ନେଇଯାଆନ୍ତୁ ତେଣୁ ଆପଣଙ୍କର ମଝିରେ ଯେଉଁ ସଂଘ ବିଭାଜନ ହେଇଗଲା ଆପଣ ହଇରାଣ ହେଲେ ମୁଁ ଗୋଟେ ନିର୍ଣ୍ଣାୟକ ନିଷ୍ପତ୍ତି ଯାଇ ନେଇକରି ସେ ସମୟରେ ଯିଏ ନିଷ୍ପତ୍ତି ନେଉଥିଲେ ତାଙ୍କ ସାଙ୍ଗରେ ମିଟିଂ ଫିକ୍ସ କରିଥିଲି ଆପଣଙ୍କର ଯିଏ ବାଲେଶ୍ୱର ସଭାପତି ଆସିଲେ ନାହିଁ ଏବଂ ଏଥିରେ ଆପଣଙ୍କର ସହଯୋଗ କରିଥିଲେ ବିଶେଷ କରି ପୁରୁଣାଗଡ଼ କଲେଜର ଯିଏ ପ୍ରେସିଡେଣ୍ଟ ଥିଲେ ଏବେ ଅଛନ୍ତି ସେ ଦୌଡ଼ିକିରି ଲାଗିକିରି ମୁଁ ତାଙ୍କୁ ନେଇକରି ଆମର ଯେଉଁମାନେ ସେ ସମୟରେ ପଦାଧିକାରୀ ଥିଲେ ତାଙ୍କ ସାଙ୍ଗରେ କଥା ହେଇକିରି ସେ ସମୟର ଯିଏ ନିଷ୍ପତ୍ତି ନେଉଥିଲେ ଏବଂ ତାଙ୍କର ସହଯୋଗ ଥିଲେ ଓଭର ଫୋନ୍ରେ କଥାବାର୍ତ୍ତା ହେଇକିରି ଆଉ ମନ୍ତ୍ରୀଙ୍କ ସାଙ୍ଗରେ ଡେଟ୍ ଫାଇନାଲ୍ ହେଇଯାଇଥିଲା ମାନେ ଆସିକି ସେଇ ସମୟରେ ପହଞ୍ଚିଲେ ନାହିଁ ବାଲେଶ୍ୱର ସଭାପତି କ'ଣ ବାହାନା କରି ରହିଗଲେ ତାପରେ ଆପଣ ସଂଘ ବିଭାଜନ ହେଇଗଲା 2ଟା ଗ୍ରୁପ୍ ହେଇଗଲେ ତେଣୁ ଚାଲାକ ଶୁଣନ୍ତୁ ଚାଲାକ କରିକିରି ଯିଏ ରହିବ ଏତେ ବର୍ଡ଼ନ୍ ସବୁବେଳେ ଆପଣ ଯେଉଁଟା ସତ କଥା ଯାହା ଉପରେ ବର୍ଡ଼ନ୍ ପଡ଼ିବ ସେ ଚାହିଁବ କମ୍ ପଡ଼ୁ ତେଣୁ ସେମାନେ ଇଏ ବୁଝିପାରିଲେ ନାହିଁ କୌଣସି ପ୍ରଲୋଭନରେ ପଡ଼ି ବିଭାଜିତ ହେଇଗଲେ କିଛି ହେଲା ଆପଣମାନଙ୍କର ହବାଟା ତ ନିଶ୍ଚିତ ସରକାର ଆପଣଙ୍କର ଆମର ଯିଏ ମୁଖ୍ୟମନ୍ତ୍ରୀ ଟିଚରଙ୍କ
ଷ୍ଟ୍ରାଇକ୍ରେ ଯାଇଛନ୍ତି ଲେକ୍ଚର ମାନଙ୍କ ଷ୍ଟ୍ରାଇକ୍ରେ ଯାଇଛନ୍ତି ସେଠି ନିଷ୍ପତ୍ତି